ଚୁଟିଆ ମୂଷା ମୋର କାଟିକି ଅବସ୍ଥା ରଖିଲାନି। ହାଲୋ ଗାଇଜ, ଆପଣମାନଙ୍କୁ ମୋର ଭିଡ଼ିଓରେ ସ୍ୱାଗତ ଜଣାଉଛି। ଏବେ ହିଁ ମୋର ଭାତ ଖାଇବା ସରିଲା। ଭାତ ଖାଇସାରିଲା ପରେ ହାତ ଧୋଇତେ ଗଲି, ଦେଖିଲା ବେଳକୁ ରୋଷେଇ ଘର ତ ଅନ୍ଧାର ହେଇଥିଲା। ସେଠି ଲାଇଟ୍ ଜଳେଇକି ହାତ ଧୋଇକି ପଳେଇ ଆସିଲି। ତେବେ ଆଜିର ମୋର ମୁଖ୍ୟ କାମ ହେଉଛି, ମୁଁ ଯେହେତୁ ଭିଡ଼ିଓ ବହୁତ ଦିନ ହେଲାଣି ବନେଇନି, এইଗୁଡ଼ା ମୋର ସବୁ କିଣା ହେଇକି ରଖା ହେଇଥିଲା। ଆଜି ତାକୁ ମୁଁ ଖୋଲିକି ସେଟଅପ୍ କରିମି। ସେଟଅପ୍ କଲା ପରେ ଭିଡ଼ିଓ ଆଉଥରେ ବନେଇବା ପାଇଁ ଚେଷ୍ଟା କରିମି। এইটা ହିଁ ଦେଖନ୍ତୁ ମୋର ରିଙ୍ଗ ଲାଇଟ୍ ବହୁତ ଦିନ ହେଲାଣି ଆଣିଥିଲି। ଆଉ ଏଇଟା ହିଁ ମୋ ବୟାର ମାଇକ୍। ଆଉ ଏଇଟା ଆମର ଷ୍ଟାଣ୍ଡ। ମୁଁ ତେବେ ଷ୍ଟାଣ୍ଡଟାକୁ ନେଇକି ଆଗେ ସେଠି ରଖିଲି। ରଖିଲା ପରେ ଦେଖିବା ସେ ରିଙ୍ଗ ଲାଇଟ୍ଟାକୁ ସେଟଅପ୍ କରିବା। ତାର ସେଟଅପ୍ ହେଉଛି ଭଲ ଅଛି କି ନାହିଁ ଦେଖିବା। ଆଉ ମୁଁ ଯେ ସେ ସ୍ପିକରଟା ଆଣିଥିଲି ବୟାର, ସେଇଟା ମୂଷା କାଟିଛି ବୋଲି ଟିକେ ଲାଗୁଛି। ଆଉ ମୋର ସେଥିରେ ଗୋଟେ ତୋଳାଟା ଥିଲା ତା ଅଗରେ ଦେବା ପାଇଁ, ସେଇଟା ବି ନାହିଁ, ବୋଧେ ମୂଷା ନେଇଯାଇଛି। ତାପରେ ଏଟା ଟିକେ ଦେଖନ୍ତୁ, ତାର ଯେହେତୁ ତଳେ ଗୋଟେ ନଟ୍ ଲାଗିଛି, ସେଇଟାକୁ ଘୁରେଇକି ତାକୁ ଟାଇଟ୍ କରିବା ପାଇଁ ପଡ଼ିବ। ଆଉ ସେଇଟା ଭଲସେ ପ୍ରାୟ ଟାଇଟ୍ ହୁଏନି। ଆପଣ ଯେବେ ବି ଆଣୁଛନ୍ତି ଟିକେ ଦାମିକା ଆଣନ୍ତୁ, କେବେ ବି କମ୍ ଦାମିକା ଆଣନ୍ତୁନି। ମୁଁ ଏଇଟା ରିଙ୍ଗ ଲାଇଟ୍ଟା 800 ଟଙ୍କା ଦେଇକି ଆଣିଛି। ତେବେ ମୋତେ ପ୍ରାୟତଃ ଏଟା ଲସ୍ ଭଳିଆ ଲାଗୁଛି। ଏଟା ଦେଇକି ଟାଇଟ୍ କରିସାରିଲା ପରେ ଦେଖିଲା ପରେ ବି ଦେଖନ୍ତୁ ଫେର୍ ଢିଲା ହେଇଯାଉଛି। ତାକୁ ମୁଁ ଆଉ ଥରେ ଭଲସେ ଟାଇଟ୍ କଲି। ଟାଇଟ୍ କଲା ପରେ ବି ମୋତେ ଠିକ୍ ଲାଗିଲାନି। ତେବେ ଆପଣମାନଙ୍କର ରିଙ୍ଗ ଲାଇଟ୍ଟାକୁ ଜଳେଇବା ପାଇଁ କିଛି ସୁବିଧା ନଥାଏ, ତେବେ ସେଟାକୁ ଚାର୍ଜରରେ ହିଁ ଆପଣ ଜଳେଇ ପାରିବେ। ତେବେ ଚାର୍ଜରର ସେଟା ଆଣିକି ଲଗେଇକି ଜଳେଇଲା ପରେ ହିଁ ଯାଇକି ଜଳିବ। ଆପଣ ଯଦି ଭାବୁଥିବେ ସେଇଟା ଜଳେଇବା ପାଇଁ ସେମାନେ ଅଲଗା ଗୋଟେ ପ୍ଲଗ୍ ଦେଇଥିବେ, ସେଇଟା କିଛି ଦେଇନଥିବେ। ସେଇଟା ଚାର୍ଜର, ଆପଣଙ୍କର ଚାର୍ଜରରେ ହିଁ ସେଇଟା ଜଳିବ। ଆଉ ସେଥିରୁ 4ଟା ସୁଇଚ୍ ଦେଇଥିବେ, 4ଟା ଭିତରୁ ଯେଟାରେ ବି ମାରିଲେ ଗୋଟେ ଜଳିବ। ଆଉ ଏ ରିଙ୍ଗ ଲାଇଟ୍ଟା ମାତ୍ର 4 ପ୍ରକାରର ରଙ୍ଗ ଅଛି। ଗୋଟେ ଗୋଲ୍ଡେନ୍, ଧଳା, ଆଉ ଗୋଟେ ରେଡ୍ କଲର୍, ଆଉ ଗୋଟେ ଫିକା ଧଳା ରଙ୍ଗର ଅଛି। ଏଇଟା ଦେଖନ୍ତୁ ଗୋଲ୍ଡେନ୍ କଲର୍ର, ଏଇଟା ଦେଖନ୍ତୁ ଧଳା, ଆଉ ଏଇଟା ହିଁ ଦେଖନ୍ତୁ 4ଟା ସୁଇଚ୍। যেটা ମାଇନସ୍ ଚିହ୍ନ ସେଟା ହେଲା ତା ଲାଇଟ୍ଟା କମିଯିବ, ଆଉ ପ୍ଲସ୍ ଚିହ୍ନରେ ଲାଇଟ୍ଟା ବଢ଼ିଯିବ। ଦେଖନ୍ତୁ ମୁଁ ଏଇଟା କମେଇବା ପାଇଁ ଚେଷ୍ଟା କଲି, ଏଇଟା କମୁଛୁ, ପ୍ଲସ୍ ଚିପିଲେ ଲାଇଟ୍ଟା ବଢ଼ୁଛି। ତା ମାନେ ନୁହେଁ ଯେତେ ଚିପୁଥିବେ ଲାଇଟ୍ ବଢ଼ିବ, ତାର ଗୋଟେ ଲିମିଟ୍ ଅଛି, ସେତିକି ହେଲେ ହିଁ ବଢ଼ିବ। ତା ଉପରଟା ଚିପିଲେ ସେଟାକୁ ବନ୍ଦ ହେଇଯିବ। ତେବେ এইଗୁଡ଼ା ହିଁ ଭଲ ସିଷ୍ଟମ୍, କିନ୍ତୁ ମୁଁ ଆଣିଥିଲି ବହୁତ ଦିନ ହେଲା ୟୁଜ୍ କରିନାହିଁ। ଏଇଟା ଏବେ ୟୁଜ୍ କରିମି, ଆଉ ଥରେ ଭିଡ଼ିଓ କରିବା ଷ୍ଟାର୍ଟ କରିମି। ଯଦି ଆପଣମାନଙ୍କୁ ଭଲ ଲାଗିଥିବ କମେଣ୍ଟ, ସେୟାର ଏଣ୍ଡ ସବସ୍କ୍ରାଇବ୍ କରିବେ।